ହ୍ୟାଲୋ ଫ୍ରେଣ୍ଡ, ସିନ୍ଦୁର ଖେଳ ସିରିଏଲରେ ଆଗାମୀ ଅଧ୍ୟାୟରେ ଆପଣମାନେ ଦେଖିବା ପାଇଁ ପାଇବେ ଆଦ୍ୟା ଏବଂ ମଲ୍ଲିକା ଏକାଠି ଅଛନ୍ତି ଓ ମଲ୍ଲିକା ଆଦ୍ୟାକୁ କହୁଛନ୍ତି ଅଂଶ ମୋତେ ବହୁତ ଭଲ ପାଆନ୍ତି। ମୁଁ କୌଣସି ତୃତୀୟ ମଣିଷକୁ ଏଠାକୁ ଆଉ ଆସିବାକୁ ଦେବି ନାହିଁ। ଏକଥା ଶୁଣି ଆଦ୍ୟା ବହୁତ ରାଗି ଯାଉଛନ୍ତି ଓ କହୁଛନ୍ତି ମୁଁ ଜାଣିଛି ଅଂଶ ତୁମକୁ କେତେ ଭଲ ପାଆନ୍ତି। ସେଇଥିପାଇଁ ତମ ମଥାରେ ଦି ଥର ସିନ୍ଦୁର ଦେଉ ଦେଉ ସେ ରହିଯାଇଥିଲେ। ତାହେଲେ ମୁଁ ଏସବୁ ସବୁ ଜାଣିଛି। ଏକଥା ଶୁଣି ମଲ୍ଲିକା ବହୁତ ରାଗି ଯାଉଛି। କ'ଣ ଏହା ଜାଣିବା ପରେ ମଲ୍ଲିକା ଆଦ୍ୟା ଉପରେ କିଛି ଆକ୍ସନ୍ ନେବ କି ନାହିଁ ଜାଣିବା ପାଇଁ ମୋ ଚ୍ୟାନେଲ ସହିତ ଯୋଡ଼ି ହୋଇଥାନ୍ତୁ। ଚ୍ୟାନେଲରେ ନୂଆ ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଓ ପାଖରେ ଥିବା ନୋଟିଫିକେସନ୍ ବେଲ୍କୁ କ୍ଲିକ୍ କରିଦିଅନ୍ତୁ। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ନିଜ ଫ୍ରେଣ୍ଡସ୍କୁ ସେୟାର କରନ୍ତୁ। ଏପଟେ ଆନି ଏବଂ ଆନ୍ୟା ଏକାଠି ଖେଳୁଥିବା ସମୟରେ ଝିଲାପି ଆସିଛନ୍ତି ଓ କହୁଛନ୍ତି ଯେ ତୋର ବାପା କିଏ? ତୁ ଏପର୍ଯ୍ୟନ୍ତ ତୋର ବାପାକୁ ଜାଣିନାହୁଁ କି? ତ ଏକଥା ଶୁଣି ଆନ୍ୟା ମଧ୍ୟ ବହୁତ ରାଗି ଯାଉଛି ଓ କହୁଛି ମୋ ବାପାଙ୍କ ବିଷୟରେ ତୁମେ କହିବା ପାଇଁ କିଏ? ତ ଝିଲାପି କହୁଛନ୍ତି ତୋ ମାମାକୁ ବୋଧେ ତୋ ବାପା ଛାଡ଼ିକି ଆଉ କାହା ସହ ପଳେଇ ଯାଇଛି। ଏକଥା ଶୁଣି ଆନ୍ୟା ବହୁତ ରାଗି ଯାଉଛନ୍ତି ଓ କହୁଛନ୍ତି ଝିଲାପି ଆଣ୍ଟି, ତମେ ମୋ ମାମା ବାପାଙ୍କ ବିଷୟରେ କହିଲ, ଏକଥା ତୁମ ପାଇଁ ବହୁତ ଭାରି ପଡ଼ିବ ବୋଲି। କ'ଣ ଆନ୍ୟା ଝିଲାପିକୁ ପ୍ରତିଶୋଧ ନେବ କି ନାହିଁ ଜାଣିବା ପାଇଁ ମୋ ଚ୍ୟାନେଲ ସହିତ ଯୋଡ଼ି ହୋଇଥାନ୍ତୁ। ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ନିଜ ଫ୍ରେଣ୍ଡସ୍କୁ ସେୟାର କରନ୍ତୁ।